ହାପି ବାର୍ଥଡେ ଟୁ ୟୁ ବିରୁନ୍ ସନିକ୍ ବିରୁପାକ୍ଷ। ତ ସାଙ୍ଗମାନେ ନମସ୍କାର, ଜୟ ମା ମଙ୍ଗଳା, ଜୟ ଜଗନ୍ନାଥ। ଆଜି ହେଉଛି ବିରୁନ୍ର ଜନ୍ମଦିନ। ତାକୁ ଚାହୁଁ ଚାହୁଁ ସେ 9 ବର୍ଷର ହେଇଗଲାଣି, ଜଣା ପଡ଼ିଲାନି। 2018ରେ ସେ ଆମ କୋଳକୁ ଆସିଥିଲା, ଏବେ ହେଇଗଲାଣି 2026 ମସିହା। ତ ଜାନୁଆରୀ 4 ତାରିଖ। ତ କାଲି ଭଳିଆ ଲାଗୁଛି। ସେ ଛୋଟିଆଟିଏ ହେଇକି ଆମ କୋଳରେ ସମସ୍ତଙ୍କର ରହୁଥିଲା, ଏବେ ବଡ଼ ହେଇଗଲାଣି, ଆଉ କୋଳରେ ସେ ଜାଗା ଧରୁନି। ସେ ପ୍ରଥମେ ସକାଳୁ ଉଠିକି ସମସ୍ତଙ୍କ ପାଖରେ ଟିକେ ଗେହ୍ଲା ହେଇଗଲା। ତାପରେ ଗାଧୁଆ ପାଧୁଆ ସାରି ଭଲ ଡ୍ରେସ୍ ପିନ୍ଧି ଚନ୍ଦନ ତିଳକ ଲଗେଇକି ଆମ ଠାକୁର ଘରେ ମାଆଙ୍କୁ, ମଙ୍ଗଳା ମାଆଙ୍କୁ ପ୍ରଣାମ କଲା। ମଙ୍ଗଳା ମାଆଙ୍କୁ ଡାକୁଛି ତାକୁ ଦୀର୍ଘାୟୁ କରନ୍ତୁ, ତାକୁ ସବୁବେଳେ ତାକୁ ଘଣ୍ଟ ଘୋଡ଼େଇ ରଖନ୍ତୁ। ତ ତା ମନରେ ସମସ୍ତଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଭଲ ପାଇବା, ସବୁକିଛି ଭକ୍ତି ସବୁକିଛି ରହୁ। ସେ ମାଆଙ୍କୁ ମୁଣ୍ଡିଆ ମାରି ସାରିଲା ପରେ ଏପଟେ ବାପା, ମାଆ ଆଉ ମାମା, ବାବା ସମସ୍ତଙ୍କୁ ପ୍ରଣାମ କଲା। ସମସ୍ତଙ୍କର ଆଶୀର୍ବାଦ ତା ଉପରେ ସବୁବେଳେ ଅଛି। ଆଶା କରୁଛି ଆପଣମାନେ ସମସ୍ତେ ବି ବିରୁନ୍କୁ ଆଶୀର୍ବାଦ କରନ୍ତୁ। ସେ ଯେମିତି ବଡ଼ ହେଇକି ଗୋଟେ ଭଲ ମଣିଷଟିଏ ହେଉ, ଗୋଟିଏରେ ଗୋଟିଏ ହେଇକି ଛିଡ଼ା ହେଉ। ଆମେ ତ ଆଗକୁ ନଥିବୁ, କିନ୍ତୁ ଯେମିତି ତା ନାଁଟା ସବୁଆଡ଼େ ବିଖ୍ୟାତ ହେଉ, ତାକୁ ସମସ୍ତେ ଲୋକ ଚିହ୍ନନ୍ତୁ, ଜାଣନ୍ତୁ, ଏତିକି କାମନା ଠାକୁରଙ୍କ ପାଖରେ। ସେ ପ୍ରଥମେ ହନୁମାନ ମନ୍ଦିରକୁ ଯାଇଥିଲା, ଫୁଲମାଳା ମା ଗୁନ୍ଥି ଦେଇଥିଲେ ନେଇକି। ତାପରେ ଆମ ଗାଁର ରାଧାମାଧବ ମନ୍ଦିର, ଆମ ଗାଁରେ 3ଟି ମନ୍ଦିର, ହନୁମାନ ମନ୍ଦିର, ରାଧାମାଧବ ମନ୍ଦିର ଆଉ ମଙ୍ଗଳା ମାଆଙ୍କ ମନ୍ଦିର। ତ ସେ 3 ମନ୍ଦିରକୁ ଆଜି ଯାଇଥିଲା। ତ ସମସ୍ତଙ୍କୁ ଡାକୁଛୁ, ସମସ୍ତେ ତାକୁ ଭଲରେ ରଖନ୍ତୁ, ଜଗିଥାନ୍ତୁ ଆଉ ଭଲ ମଣିଷଟିଏ କରନ୍ତୁ। ଆମେ ତ ତା ଭାଗ୍ୟ ଲେଖିନା, ଆମେ ତାକୁ ଜନ୍ମ ଦେଇଛେ, କିନ୍ତୁ ତା ଭାଗ୍ୟ, ତା କର୍ମ ସବୁ ଠାକୁରଙ୍କ ହାତରେ। ତ ଆମେ ଜନ୍ମ ଦେଇକି ଛାଡ଼ିଦେବା, ତେଣୁ ତା କର୍ମ, ତା ଭାଗ୍ୟ ଯାହା ତାର ଥିବ ସେ ସେଇଆ ହିଁ ହେବ। ଆମେ ଖାଲି ଠାକୁରଙ୍କୁ ଡାକିବା କଥା। ତ ଭାତ, ଡାଲି, ଦହି ଖାଇ ଦେଇକି ଟିକେ ରେଷ୍ଟ ନେଲା ପରେ ତା ପାଇଁ ମାମା କରିଦେଇଥିଲା ଚିନି ପରଟା। ତ ସେ ଖାଇକି ବହୁତ ଖୁସି ହେଇଗଲା। ତାପରେ ସନ୍ଧ୍ୟା ସମୟରେ ମାଆଙ୍କ ପାଖରେ ବସିକି ଟିକେ ଭଜନ, ଜଣାଣ, କୀର୍ତ୍ତନରେ ଟିକେ ଲାଗିଗଲା। ଏବେ ତ ସ୍କୁଲ ଯେ ପାଠ ପଢ଼ା ବହୁତ, ତ ପାଠ ପଢ଼ା ଚାଲିଛି। ସ୍କୁଲ ଖୋଲିବ ଯେହେତୁ ରାତିରେ ସେ ସବୁ ପାଠ କରିକି ସବୁ ବହିପତ୍ର ରୁଟିନ୍ ସଜଡ଼ା ସଜଡ଼ି କରିକି ସବୁ ରଖିଲା, କାହିଁକିନା ସକାଳୁ ହଇରାଣ ହେବାକୁ ପଡ଼ିବନି। ତ ସବୁବେଳେ ମାଆଙ୍କୁ ଡାକୁଛି ତାର ପାଠରେ, ଶାଠରେ, ସବୁଥିରେ ସେ ଉପରକୁ ଯାଉ, ଆଗକୁ ଆଗକୁ ଯାଉ। ତ ସେ ହେଉଛି ସମସ୍ତଙ୍କର ଗେଲବସର। ବାପା, ମାଆ, ବାବା, ମାମା, ଅଜା, ଆଈ, ମାମୁଁ, ମାଉସୀ, ନାନୀ, ପିଇସି ନାନୀ, ଭାଇମାନେ ସମସ୍ତଙ୍କର ଗେଲବସର। ତ ଚାଲନ୍ତୁ ସମସ୍ତେ ତାକୁ ଆଶୀର୍ବାଦ କରନ୍ତୁ। ଆଜିର ଦିନରେ ସେ ଆଗକୁ 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 ବହୁତ ଆଗକୁ ଯାଉ। ତ ଆପଣମାନଙ୍କୁ ଆଜିର ମିନି ଭ୍ଲଗ୍ଟି କେମିତି ଲାଗିଲା, ଆଶା କରୁଛି ଭଲ ଲାଗିଥିବ। ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର କରିବେ। ରହିଲି, ଜୟ ମା ମଙ୍ଗଳା, ଜୟ ଜଗନ୍ନାଥ।